ମୋ ନାଁ ସୁମନ ପଟ୍ଟନାୟକ, ବିଜୁ ଛାତ୍ର ଜନତା ଦଳର କର୍ମୀ। ବିଜେପି ଯାହା କହୁଛି ଯେ ଭଡ଼ା ଆଣିଛନ୍ତି, ଆପଣଙ୍କର ସରକାର ମୁଖ୍ୟମନ୍ତ୍ରୀ ଯାଇଥିଲେ ମୋହନ ବାବୁ, ଆପଣଙ୍କର ମୁଖ୍ୟମନ୍ତ୍ରୀ ଯାଇଥିଲେ କେତେ ଲୋକ ଥିଲେ? ଆପଣ ତ ସରକାର ଆପଣଙ୍କର, ପ୍ରଶାସନ ଆପଣଙ୍କର, ଆପଣ ଲୋକ କ'ଣ ପାଇଁ ଘର ଆସିଲେନି? ଆପଣ ଯାଇଥିଲେ, ଆପଣଙ୍କ ମୁଖ୍ୟମନ୍ତ୍ରୀ ଯାଇଥିଲେ। ଆଉ ଏଇଟା ଯିଏ କହୁଛି ଭଡ଼ା ଆଣୁଛନ୍ତି ତାକୁ ପଚାରିବେ, ଲୋକକୁ ପବ୍ଲିକ ଗ୍ରାଉଣ୍ଡ ଜିରୋ ଗ୍ରାଉଣ୍ଡ ରୁଟ୍ରୁ ଯାଇ ପଚାରିବେ, ଲୋକ ଭଡ଼ାରେ ଆସିଥିଲେ ନା ନବୀନ ବାବୁଙ୍କୁ ଦେଖିବା ପାଇଁ ଆଉ ତାଙ୍କର ଯୋଉ କଷ୍ଟ କହିବା ପାଇଁ ଆସିଥିଲେ? ସେ ଗ୍ରାଉଣ୍ଡ ଜିରୋରୁ ଆପଣ ଗଣମାଧ୍ୟମ ଭାଇମାନେ ଆପଣ ତଥ୍ୟ ବାହାର କରିବେ। ଶୁଣନ୍ତୁ, 25 ବର୍ଷ, ଦୀର୍ଘ 25 ବର୍ଷରେ 99ରେ ବାତ୍ୟା ସମ୍ମୁଖୀନ ହେଇଥିଲା। ଆମ ଫନିରେ ବି ସାର୍ ସମ୍ମୁଖୀନ କରିଥିଲେ ଆମ ଗଭର୍ଣ୍ଣମେଣ୍ଟ ଥିଲାବେଳେ। ଏ ଯୋଉ ଲକ୍ଷ୍ମୀ ଛଡ଼ା ସରକାର ଆସିଲା, ଆପଣ ଜାଣିଥିବେ ଫାଷ୍ଟ 6 ମାସ ହେଇନି ଆମକୁ ଭଗବାନ ଦଣ୍ଡ ଦେଲେ ଚାଷୀ ଭାଇମାନଙ୍କୁ, ଯାହାଫଳରେ ଧାନ ନଷ୍ଟ ହେଲା। ଲକ୍ଷ୍ମୀ ଛଡ଼ା ସରକାର ବ୍ରହ୍ମ ରାକ୍ଷସ ସେମାନେ, ଖାଲି ଖାଇବି ହଉଛନ୍ତି। ଆପଣ ପ୍ରତ୍ୟେକ ବ୍ଲକରେ ଯାଆନ୍ତୁ, ପ୍ରତ୍ୟେକ ଏନ୍ଏସିରେ ଯାଆନ୍ତୁ, ସବୁ ଗୋଟେ ଗୋଟେ ଏମଏଲଏ ପ୍ରତ୍ୟେକ ଅଙ୍ଗନବାଡି କର୍ମୀକୁ 500 ଲେଖା ମାଗୁଛନ୍ତି। ସାର୍, ଆପଣ ଗଣମାଧ୍ୟମ ଦେଇକି ଦେଖନ୍ତୁ, ତଦାରଖ କରନ୍ତୁ। ଆରେ ସବୁ ତ ପିସି। ଆଉ ଆପଣ ଜାଣନ୍ତୁ ବିଜେଡି ଗଭର୍ଣ୍ଣମେଣ୍ଟରେ କାମ କ'ଣ ହେଇଥିଲା। ଏମାନେ 6 ମାସ ଆସିଲା, ଗୋଟେ ଫାଇଲ ଦେଖିଛନ୍ତି କି? ଜୀବନରେ ଏମାନେ କେବେ ବିଧାନସଭା ଚକୁରୁ ନଥିଲେ ମାଟି, ସେକ୍ରେଟାରୀ ବି ଦେଖିନଥିଲେ। ଯେତେବେଳେ ସେକ୍ରେଟାରୀ କି ଯାଉଛନ୍ତି, ଏମାନେ କୋ ଅଫିସରକୁ କ'ଣ କଥା ଏମାନେ ଜାଣିପାରୁନାହାନ୍ତି। ଏମାନେ କ'ଣ ଶିଖିବେ? ନବୀନ ବାବୁ ଚାଷୀଙ୍କ ପାଇଁ ଥିଲେ, ରହିଛନ୍ତି, ଶେଷ ସମୟ ହିଁ ରହିବେ। କିଛି ଆସିବା ନାହିଁ। ଶୁଣନ୍ତୁ, ଏମାନେ ଲାଇଫରେ ପ୍ରଥମ ଥର ପାଇଁ ଆସିଛନ୍ତି, ଜୀବନରେ ପ୍ରଥମ ଥର ପାଇଁ ଆସିଛନ୍ତି। ସେମାନେ ଲୋକ କ'ଣ କାମ କରିବେ ଏମାନେ ଜାଣିନାହାନ୍ତି। ଆଉ କାଲି ନବୀନ ବାବୁ ଆମ ଗଞ୍ଜାମ ଜିଲ୍ଲା ଯାଇକି ଶେରଗଡ଼, ହିଞ୍ଜିଲି, ଖଲିକୋଟ ଆସିକା ଯାଇକି ଯୋଉ ପ୍ରକାର ଲୋକ ଡହଳ ବିକଳରେ ନବୀନ ବାବୁକୁ କହିଛନ୍ତି, ଏମାନଙ୍କର ଛାତି ଧଡ଼କନ ହଉଛି, ଏମାନଙ୍କୁ ରାତି ନିଦ ହଉନି, ତକିଆ ତଳେ ଶୋଇକି ଭାବୁଛନ୍ତି କେତେବେଳେ ଆମ ସରକାର ପଳେଇଯିବ। ଶୁଣନ୍ତୁ, ରୋବେନ ବାନାର୍ଜୀ ସାର୍ ଗୋଟେ ବହୁତ ବଡ଼ ସାମ୍ବାଦିକ, ଆମେ ସବୁ ରେସ୍ପେକ୍ଟ ସମ୍ମାନ ଦେବା। ଯୋଉ ରୋବେନ ବାନାର୍ଜୀ ଯୋଉ ସାର୍ କହୁଛନ୍ତି, ଯୋଉ ଷ୍ଟୁଡିଓରେ ବସିକି ଯେ ପାଣ୍ଡିଆନ ସାର୍ ତାଙ୍କୁ ପ୍ରୋବ୍ଲେମ କରିଦେଲେ, ନବୀନ ବାବୁଙ୍କୁ ହରେଇ ଦେଲେ, ସେ ସବୁ ମିଛ କଥା। ଯଦି ତାଙ୍କେ ତ ରୋବେନ ବାନାର୍ଜୀ ଗୋଟେ ରାଇଟର ମାନୁଛୁ, ଆମେ ଲେଖକ, ସିଏ ନାହିଁ ଯେ ଭାରତର ଗୋଟେ ବିଶେଷଜ୍ଞ ଗଣଶିକ୍ଷକ କି ଦୁନିଆ ବନେଇଛି ସିଏ। ଯଦି ପାଣ୍ଡିଆନ ସାର୍ ଯଦି କିଛି କାମ କରୁନାହାନ୍ତି, 2019ରୁ 24 ଭିତରେ ଆଉ ଗୋଟେ ବହି ଲେଖିଲେନି, 24 ଲାଷ୍ଟରେ ଲେଖିଲେ ବହିଟା। ପାଣ୍ଡିଆନ ସାର୍ କିଛି କାମ କରୁନାହାନ୍ତି, ସେ ସବୁ ମିଛ କଥା। ନବୀନ ବାବୁ ହଉଛନ୍ତି ଆମର ମୁଖ୍ୟମନ୍ତ୍ରୀ ଥିଲେ, ପାଣ୍ଡିଆନ ସାର୍ ତାଙ୍କର 5T ଅଧ୍ୟକ୍ଷ ଥିଲେ, ଚିଫ୍ ସେକ୍ରେଟାରୀ ଥିଲେ। ବହୁତ କାମ କରିছে ସେ ଲୋକ ବି କିଛି ଖରାପ ଲୋକ ନୁହନ୍ତି, ବହୁତ ଭଲ କାମ କରୁଛନ୍ତି। ସକାଳେ 4:30ରୁ ଉଠିକି ରାତି 9ଟା ପର୍ଯ୍ୟନ୍ତ କିଏ କୌଣସି ଆଇଏଏସ୍ କରିବ? କାରଣ ଆଇଏଏସ୍ ଅଫିସର ସାଧା ପଲଉ ସନ୍ତୁଳା ଖାଇକି ସେ କାମ କରୁଛି। ଗଞ୍ଜାମର ରୂପରେଖ ବଦଳେଇଛି। 30ଟି ଜିଲ୍ଲାରେ ଆପଣ ମନ୍ଦିର ଯାଆନ୍ତୁ, 5T ସ୍କୁଲ ଯାଆନ୍ତୁ, ସବୁ କରିଛି। ସେ ଲୋକଟାକୁ ତାଚ୍ଛଲ୍ୟ କରିବା ଠିକ କଥା ନୁହେଁ। ରୋବେନ ବାବୁକୁ କୌଣସି ଆମ ଓଡ଼ିଶାର ଧନୀ ଲୋକ ପଇସା ଦେଇକି ବଦନାମ କରୁଛନ୍ତି, ସେ ସବୁ କିଛି ନୁହେଁ। 2024ରେ ଶୁଣନ୍ତୁ, ସଚିନ ତେନ୍ଦୁଲକର ତା ଜୀବନରେ 99, 92, 91ରେ ବହୁତ ଥର ଆଉଟ୍ ହେଇଛି। ତାମାନେ କ'ଣ ସେ କ୍ରିକେଟ ଖେଳ ଛାଡ଼ି ଦେଇଛି? କିଛି ନାହିଁ। 2027ରେ ରୁହନ୍ତୁ, ପୌର ଅଧ୍ୟକ୍ଷ ଆମର ଆସିବ, ଏନ୍ଏସି ଅଧ୍ୟକ୍ଷ ଆମର ଆସିବ, ସବୁ ସରପଞ୍ଚ, ଜିଲ୍ଲା ପରିଷଦ ସବୁ ଆମର ଆସିବ। ନାଇଁ, ଶୁଣନ୍ତୁ, ସେମାନେ ବି ବିକାଶ କରିଥିଲେ। ସମୟ ପରିବର୍ତ୍ତନ। 2009ରୁ 14 ଗୋଟେ ସମୟ ଥିଲା, ମନ୍ତ୍ରୀମାନଙ୍କ କାମ ହଉଥିଲା। 14ରୁ 19 ବି ମନ୍ତ୍ରୀମାନଙ୍କ ଦ୍ୱାରା ହଉଥିଲା, ସଚିବମାନଙ୍କ ଦ୍ୱାରା ହଉଥିଲା। ଡେଭଲପମେଣ୍ଟ କରିବାର ଆଇଡିଆ ପ୍ରପୋଜାଲ ପାଣ୍ଡିଆନ ସାର୍ ଦେଲେ। ଏମିତି ନୁହେଁ ଯେ କିଛି ପାଣ୍ଡିଆନ ସାର୍ କରିନାହାନ୍ତି, ମନ୍ତ୍ରୀ ବି କରିନାହାନ୍ତି, ସମସ୍ତେ କରିଛନ୍ତି। ବିଜୁ ଜନତା ଦଳ ହଉଛି 4.5 କୋଟି ଜନତାର ଦଳ, ସେଟା ପ୍ରାଇଭେଟ ଦଳ ନାହିଁ। ଏମାନେ ସବୁ ଲେଖୁଛନ୍ତି, ସବୁ କିଏ ଗୋଟେ ପ୍ରକାର ଲେଖିବ। କାଲି ମୁଁ ଲେଖିବି ଧରିନିଅ ପାଣ୍ଡିଆନ ସାର୍ ବିରୋଧରେ, କିଏ କ'ଣ କରିବେ? କିଛି ନାହିଁ। ସେ ଲୋକ ବହୁତ ଭଲ ଲୋକ, ଭଲ କାମ ବି କରୁଛନ୍ତି। କାରଣ ଏତିକି ଭୁଲ ଓଡ଼ିଶାରେ ସେ ଜ୍ୱାଇଁପୁଅ ହେଇଯିବାଟା ପାଇଁ ବୋଲିକି ଏମାନେ ସବୁ ତାଚ୍ଛଲ୍ୟ କରି କହୁଛନ୍ତି।